बाबा केंता नहीं आबार बोलू छे एहो माने एटा थरा ख आ तोर बापा मार ना कहबो फेरीटा देई छनो आ काण खेबो देखो तने भेराटी खाना देलस रे जे केंदा नहीं कहसलो हेंदा ना भेराटी वाला नहीं जानो नहीं जानि लो केंदा रे कहसा लम लम का दे गोल गोल काटी दे तो हां आज गानी नहीं का करबो या के जे खाली के मामा के डेली दो चरे तोरिया हनी बाबू रे एती खाली जेटी हो जे कंता खाइबी देखु तो केंदा खाबो लुकर मुंह में कंता आवा देखबो खाना दे खाबू जे पड़तो तुमार को डालो ओ ए मगरा पचरालो पचरा दाकन नागा हेलो ए मगरा तुम हार के एक नहीं करो तलो ताकन नागा पचरा हां आसीचु हां हां सुनो ठीक है बापा मो सनातन माता सुशीलाई बड़रानी चंपावती साजिला मुदेई माल्याणी संगते सेही मोहित्र होइला जन्म काल रे आंब काटू गला ए मकरा का देखलु रे तुम हेटा केंता केंता कलो हे दिन नेलो अब काना से कहो जान सुनु चकनी सुनबार तुम्हें देखो तो ईमान को हमें कितने काना करछु फिर भी छामरे नियम बोले लो जे छन के कहीं चलो हमर घर पुड़ा वाला गई छन कई माने जे सुनो तो लो जे सुनो तो जदी मान को जदी रोजा देखले बोले हमको छाड़ले न रोजा जे केंदा कर मालो जे सुनो तो ईमान को पिटी पिटी गानो खेदी दऊ हां देखो सिनो मुई आड़े खेते जा तुम हाड़े पिटबो हां ठीक আছে देखो सिना लो अरे भाई कुआरे गले दुईटा ए मगला देखो तो दुईटा खेदु छे इते गेले सुन लो निमर जिते तले हेते बने निमर तो अरे हमको काहे की पिरुछो ए मगला तुम पिटी पिटी जानसा कि नहीं जानसा भाई जाओ माने हमको काहे की मारू छंती भाई ए मगला जट बजा ए माने हमको काहे की मारू छंती जा मगला देखो पिटा मत करी चल भाई एटा चली बाजार तबे भाई ना नहीं तुम मुड़ के पिटु छ दियो मुड़ पिटी देबी एही समय काव्या भौणी आसी की ओडे डंगा अर्पण करछंती अच्छा सेई मां सरला सरस्वती तांको कंठरे विराजमान करी की तांको पाठ विद्या बल विद्या बुद्धि विद्या प्रवीण करंतु बोल आनंद सागरे कुमार हरि वल्ला अमर जितर गोवेद हाछि भक्त कंत श्रीमान सत्यनारायण बोल आनंद सागरे कुमार हरि वल्ला हरि वल्ला एही समय घटना हला कोन हला चंपावती एवं मल्याणी जते बेला के पुत्र मान को मारिबा पय चेष्टा करछंती कांदी कांदी आगे हरि अर्जुन पहुंची गेले घोड़ा साला को अच्छा अच्छा से रानी सुशीलाई पाखो को
আর কোন ହେଲା ଏ ରାଜ୍ୟର ରାଣୀ ମାଙ୍କୁ ବହୁତ ମାଡ଼ ମାରିଛନ୍ତି। ଏଇ ମାଣିକ୍ୟ ସହରର ହଁ ରାଣୀ ମା ହଁ ବହୁତ ମାଡ଼ ମାରିଛନ୍ତି। ଆପଣ କିଏ? ହେଲେ କାହିଁକି ରେ ପୁଅ ମାନେ? କାହିଁକି ଆମେ ଆମ ବାପାଙ୍କ ନାମ ମାଙ୍କ ନାମ ଧରିବାରୁ ଆମକୁ ମାଡ଼ ମାରିଛନ୍ତି। ଆରେ ପୁଅ ହଁ ତାହେଲେ ସେଇ ଗୀତଟି ମୋ ପାଖରେ ବୋଲି ପାରିବ? ହଁ ତାହେଲେ ଗାଓରେ ପୁଅ ମାନେ। ବାପା ମୋ ସନାତନ ମାତା ସୁଶୀলাই ବଡ଼ ରାଣୀ ଚମ୍ପାବତୀ ସାଜିଲା ମୁଁ ଦେଇ ମାଲ୍ୟାଣୀ ସଙ୍ଗତେ ସେଇ ମୈତ୍ର ହୋଇଲା ଜନମ କାଳରେ ଆମ୍ବ କାଟୁ ଦିଲା ଗଲା। ତୁମେ କେଉଁ ଚମ୍ପାବତୀ ସୁଶୀଲାଇ ସନାତନ କଥା କହୁଛ? ତୁମେ ଯାହା କଥା କହୁଛ ତୁମକୁ ଯିଏ ମାଡ଼ ମାରିଛନ୍ତି ସେ ହେଲେ ଚମ୍ପାବତୀ ଆଉ ମୁଁ ହେଲି ସାନ ରାଣୀ ସୁଶୀଲାଇ। ତାହେଲେ ତୁମେ ମୋ ପୁଅ ମାନେ ରେ। আমার প্রণাম নিও। ହେଲେ ମା ଆମକୁ ବହୁତ ଭୋକ ଲାଗୁଛି। ଭୋକ ହେଉଛି? ହଁ ହେଲେ ମୁଁ ତ ସାଲରେ ବନ୍ଦୀ ହୋଇକି ଅଛି। ମୋ ପାଖରେ ତ ଖାଇବା ପାଇଁ କିଛି ନାହିଁ ରେ ପୁଅ। ହଁ ଏଇ ପୋଡା ପିଠା ଖଣ୍ଡିକ ଅଛି, ତୁମେ ଖାଇକି ଚାଲି ଯାଅ। ଆଉ ପୁଅ ମାନେ ତୁମେ ରାଜ୍ୟକୁ କେବେ ହେଲେ ଆସିବ ନାହିଁ। ତେବେ ଭାଇନା ଆଜ୍ଞା ସୁଶୀଲା ରାଣୀ ସେଇ ଦୁଇ ପୁତ୍ର ହରିଅର୍ଜୁନଙ୍କୁ ଚିହ୍ନି ପାରିଲେ। ଆଚ୍ଛା ଆଚ୍ଛା ଆନନ୍ଦର କୋଳରେ ବସାଇକି ଆଜ୍ଞା କିଛି ନଥିଲା ପାଖରେ। ଆଚ୍ଛା ପୋଡା ପିଠା ଖଣ୍ଡେ ଥିଲା ଆଜ୍ଞା। ପୁତ୍ର ମାନଙ୍କୁ ଗେଲ କରିକି କ୍ରନ୍ଦନ କରୁଛନ୍ତି ଆଜ୍ଞା। ଆଚ୍ଛା ଆଚ୍ଛା ଧନରେ এই ସଂସାରରେ ସର୍ବଶ୍ରେଷ୍ଠ ସେ ସ୍ନେହ କିଏ କରନ୍ତି? ମା କରନ୍ତି। ତେଣୁକରି ସେ ମାଙ୍କ ପାଇଁ ପଦି ଆସିବ ଆଜ୍ଞା। ଲାଗିଥିବ ହଉ ହଉ ଯଶୋଦାର ସ୍ନେହ ଦବ ବସୁଧାଠୁ ସହୁଥିବ ଯଶୋଦାର ସ୍ନେହ ଦବ ବସୁଧାଠୁ ସହୁଥିବ ଦୁଃଖରେ କରିବ ବିପଦରେ ସାହା କିଏ ବାସୁଝିବ ମା ପରି ମା ପରି ମା ପରି ମା ପରି ମା ପରି କିଏ ହବ ମା ପରି ମା ପରି ମା ପରି କିଏ ହବ ମା ପରି ମା ପରି ମା ପରି କିଏ ହବ ସଦାର ସେ ହବ ସୁଧାଠୁ ସହୁଥିବ ଯଶୋଦାର ସ୍ନେହ ବସୁଧାଠୁ ସହୁଥିବ ଦୁଃଖରେ କରିବ ବିପଦରେ ସାହା ହବ ଦୁଃଖରେ କରିବ ବିପଦରେ ସାହା ମୂଳ ତାର କିଏ ବାସୁଝିବ ମା ପରି ମା ପରି କିଏ ହବ ମା ପରି ମା ପରି ମା ପରି କିଏ ହବ ଲା 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 ତେବେ ଲକ୍ଷ୍ୟ ଦେବେ ମୋର ପଣ୍ଡିତ ମଣ୍ଡଳୀ ଆଜ୍ଞା ସୁଶୀଲାଇ ପାଖରୁ ବିଦାୟ ନେଇକି ଆଜ୍ଞା ଧୀରେ ଧୀରେ ଗମନ କରୁଛନ୍ତି ଦୁଇ ପୁତ୍ର। ଏହି ସମୟର ଘଟଣା ହେଲା କଣ ହେଲା ସେହି ରାଜ୍ୟର ସନାତନ ରାଜା ସମ୍ମୁଖରେ ପହଞ୍ଚି ଗଲେ ହରିଅର୍ଜୁନ। ଆଚ୍ଛା 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 ଆରେ ପୁଅ ହଁ ଆରେ ପୁଅ ମାନେ ତୁମେ କାହିଁକି କ୍ରନ୍ଦନ କରୁଛ ପୁଅ ମାନେ? ଆପଣ କିଏ? ମୁଁ ହେଉଛି ସନାତନ ରାଜା ଏ ଭାଇ ମାଣିକ୍ୟ ସହରର। ରାଣୀ ମାନେ ତା ମାରିଛନ୍ ବେଲେ ରଜା କେ ଆନି ପିଟବେ ଭାଇ ଯୋଉ ଭାଗୁ ଆମେ ଆରେ ପୁଅ ଫେରି ଆସ। ଆରେ ମୁଁ ତୁମର କିଛି କରିବିନି, ଫେରି ଆସ। ଯିବା। ଆରେ ପୁଅ ହଁ ତୁମର ନାମ କଣ? ମୋ ଭାଇ ନା ହରି, ମୋ ନା ଅର୍ଜୁନ।
ତମେ ତାହେଲେ ହରି ଅର୍ଜୁନ? ହଁ ଆରେ ପୁଅ, ହଁ ତାହେଲେ ସେଇ ରାଣୀ ତୁମକୁ କାହିଁକି ମାଡ଼ ମାରିଲେ କୁହ? କାହିଁକି ମାଡ଼ ମାରିଲେ? ହଁ। ଆମେ ଆମ ବାପାଙ୍କ ନାମ ମାଙ୍କ ନାମ ଧରିବାରୁ ଆମକୁ ମାଡ଼ ମାରିଲେ। ତାହେଲେ ତୁମର ବାପା ମାଙ୍କର ନାମ କୁହ ତ? ବାପା ମୋ ସନାତନ, ମାତା ସୁଶୀଲାଇ, ବଡ଼ ରାଣୀ ଚମ୍ପାବତୀ, ସାଜିଲା ମୁଁ ଦେଇ, ମାଲ୍ୟାଣୀ ସଙ୍ଗତେ ସେହି ମୈତ୍ର ହୋଇଲା, ଜନମ କାଳରେ ଆମ୍ବ କାଟୁଥିଲା ଗଲା। ଆରେ ପୁଅ, ଆରେ ହରି ଅର୍ଜୁନ, এই রাজ্যরে তো সনাতন রাজা কেবল মু আর চম্পাবতী সুশীলাই যাহা কথা কହୁଛ তুমি সে হচ্ছেন মোর রানী মানে আর মাণিক্য সহর তো আম সহর। আরে অর্জুন, আরে হরি, হে বাপা মু ହେଉଛି ତୁମର ସେଇ କୁଳାଙ୍ଗର ବାପା ଯିଏକି ତୁମର ମାକୁ ବିନା ଦୋଷରେ ଘୋଡ଼ାଶାଳରେ ବର୍ଷ ବର୍ଷ ଯାଏ ଆଜିକ 12 ବର୍ଷ ହେଲାଣି ସେ ଘୋଡ଼ାଶାଳରେ ବନ୍ଦୀ ଅଛନ୍ତି। ହଁ ତେ ଭାଇନା ହଉ ହଉ ଯେତେବେଳେ ଆଜ୍ଞା ହରି ଅର୍ଜୁନଙ୍କୁ ସନାତନ ରାଜା ଚିହ୍ନି ପାରିଲେ ଏହି ସମୟରେ ଆଜ୍ଞା ଆକାଶ ମାର୍ଗରୁ ଶୂନ୍ୟବାଣୀ ହେବାରେ ଲାଗିଛି। ରେ ରାଜା, ରେ ଅଜ୍ଞାନୀ ରାଜା, এই দুই পুত্র ହେଉଛନ୍ତି ତୋର ପୁତ୍ର। এই তো পুত্র ମାନଙ୍କୁ ତୁ ପାଇଲୁ, ତୁ ସମ୍ଭାଳ। ତେବେ ଭାଇନା ସନାତନ ରାଜା ନିଜର ଭୁଲ ବୁଝି ପାରିକି ପୁତ୍ରକୁ ଧରିକି ଆଜ୍ଞା କ୍ରନ୍ଦନ କରୁଛନ୍ତି। ଆରେ ହରି ଅର୍ଜୁନ, କେତେ ଦିନ ମୁଁ ତୁମକୁ ଫେରି ପାଇଛି ପୁଅ ମାନେ, ଚାଲ ଆମ ରାଜ୍ୟକୁ ଫେରି ଯିବା ଚାଲ। ঠিক আছে এ রাজা ধরি পুত্র করে ক্রন্দন, 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 এ গলু মোর নীল রতন, এ কেড়ে গলু মোর নীল রতন, চারিদিগ বলি হন্দালি হন্দালি, চারিদিগ বলি হন্দালি হন্দালি, চারিদিগ বলি হন্দালি হন্দালি, চারিদিগ বলি হন্দালি হন্দালি, সুধারি যায় বেনি নয়ন, এ রাজা ধরি পুত্র করে ক্রন্দন, এ রাজা ধরি পুত্র করে ক্রন্দন। ଏବେ ଲକ୍ଷ୍ୟ ଦେବେ ମୋର ପଣ୍ଡିତ ମଣ୍ଡଳୀ, ଯେତେବେଳେ ସନାତନ ରାୟ ଦୁଇ ପୁତ୍ରକୁ ଫେରି ପାଇଛି ଆନନ୍ଦର ସୀମା କହିଲେ ନ ସରେ ଆଜ୍ଞା। ପୁତ୍ର ମାନଙ୍କୁ କୋଲେଇକି ଧୀରେ ଧୀରେ ନେଇଗଲା ଆପଣା ଦେଶରେ। ମହାମନ୍ତ୍ରୀ